ଖାରବେଳ ବାବୁ ଆପଣଙ୍କୁ ଭାରତୀୟ ଜନତା ପାର୍ଟି ବହିଷ୍କୃତ କରିଛି, ଆପଣଙ୍କ ପ୍ରତିକ୍ରିୟା କ'ଣ? ମୁଁ କିଛି ବୁଝିପାରୁନି, କାରଣ ଗତକାଲି ମନମୋହନ ସାମଲଙ୍କୁ ମୁଁ ତାଙ୍କର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଘଣ୍ଟେଶ୍ୱରରେ ମୁଁ ତାଙ୍କୁ ଦେଖା କରିଥିଲି। ମୁଁ ଯାଇଥିଲି ତାଙ୍କ ପାଖକୁ ଅର୍ଥ ଆଣିବା ପାଇଁ। ଟଙ୍କା ଆଣିବା ପାଇଁ ଯାଇଥିଲେ? ହଁ। ଆପଣ ତାଙ୍କ ଦଳର କ୍ୟାଣ୍ଡିଡେଟଙ୍କ ବିରୁଦ୍ଧରେ? ଆଜ୍ଞା ଶୁଣନ୍ତୁ ଆଜ୍ଞା, ମତେ କହିବାକୁ ଆଗେ ଦିଅନ୍ତୁ, ତାପରେ ଆପଣ କହିବେ। ହଁ। ମୁଁ ଯାଇଥିଲି ତାଙ୍କ ପାଖକୁ, ସିଏ ମତେ କହିଲେ ଆପଣ ଯେହେତୁ ସ୍ୱାଧୀନ ଅଛନ୍ତି ତେଣୁ ଆପଣଙ୍କୁ ପଇସା ଦିଆଯିବ ନାହିଁ। ଆଚ୍ଛା, ମୁଁ ଯଦି ସ୍ୱାଧୀନ, ମତେ ଫେରେ ସେ ଦଳରୁ ଏକ୍ସପେଲ କରିଛନ୍ତି କେମିତି? ମୁଁ ଆପଣଙ୍କୁ ଏଇ କଥା ପଚାରନ୍ତୁ, ମନମୋହନ ସାମଲ ଏହା ମତେ କହିଥିଲେ କି ନାହିଁ? ତ ଆପଣ ସ୍ୱାଧୀନ କ୍ୟାଣ୍ଡିଡେଟ ହେଇଛନ୍ତି, ପାର୍ଟି ବିରୁଦ୍ଧରେ ଯାଇଛନ୍ତି, ସେଇଥିପାଇଁ ଆପଣଙ୍କୁ ବହିଷ୍କୃତ କଲେ? ନା ନା, ମତେ ପରା କହିଲେ ଆପଣଙ୍କୁ ଦିଆଯିବ ନାହିଁ, ପଇସା ଦିଆଯିବନି, କାରଣ ଆପଣ ସ୍ୱାଧୀନ ପ୍ରାର୍ଥୀ ଭାବରେ ଦଳ ବିରୁଦ୍ଧରେ ଯାଇଛନ୍ତି। ହଁ। ତ ସେଇଥିପାଇଁ ଦଳର ଇଣ୍ଟରେଷ୍ଟ ମତେ ବହିଷ୍କୃତ କରୁଛନ୍ତି କେମିତି? ହଁ। ତ ଆପଣଙ୍କର ବର୍ତ୍ତମାନ ଇଲେକ୍ସନ ପ୍ରଚାର କ'ଣ ଜାରି ରହିଛି? ବର୍ତ୍ତମାନ ରେମୁଣା ବିଧାନସଭା ଭିତରେ ମୁଁ ବର୍ତ୍ତମାନ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଜାଗାରେ ମୁଁ ପ୍ରଚାର କରୁଛି, ଗୋଟେ ଗୋଟେ ବିଧାନସଭାରେ, ଏବଂ ଆଜି ମୁଁ ରେମୁଣା ବିଧାନସଭାରେ ଅଛି। ତ ଆପଣ ବିଜେପିର ଅଫିସିଆଲ କ୍ୟାଣ୍ଡିଡେଟ ନୁହନ୍ତି, ତାହେଲେ ବିଜେପି ପ୍ରେସିଡେଣ୍ଟଙ୍କ ଠାରୁ କେମିତି ପଇସା ପାଇଁ ଯାଇଥିଲେ? ମୁଁ ଭାବିଥିଲି ସେ ମତେ ଦେବେ, କାରଣ ମୁଁ ଏତେ ବର୍ଷ ଧରିକି କାମ କରୁଛି ଦଳରେ, 3 ଥର MP ହେଇଛି, ସବୁ ନିର୍ବାଚନ ମଣ୍ଡଳୀରେ ମୋର ସମ୍ପର୍କ ଅଛି, କେତେ କାମ କରୁଛି ତାର ଠିକଣା ନାହିଁ, ସେଇଥିପାଇଁ ମୁଁ ଯାଇଥିଲି। ଏଇଟା ମିଛ? ନାଇଁ, ଆପଣ କାମ କରୁଥିଲେ, ଆପଣ 3 ଥର MP ଥିଲେ, ଏ ସବୁ ସତ, କିନ୍ତୁ ବର୍ତ୍ତମାନ ଯେହେତୁ ଆପଣଙ୍କୁ ପାର୍ଟି ନୋମିନେଟ କରିନି, କ୍ୟାଣ୍ଡିଡେଟ ହିସାବରେ ଚୟନ କରିନି, ତ ଆପଣ ପାର୍ଟିର ଅଫିସିଆଲ କ୍ୟାଣ୍ଡିଡେଟଙ୍କ ବିରୁଦ୍ଧରେ ଅଛନ୍ତି, ତେଣୁ ଆପଣ କ'ଣ ନିଜେ ପ୍ରେସିଡେଣ୍ଟ ଥିଲେ ଏଇଭଳି କ୍ଷେତ୍ରରେ ପଇସା ଦେଇଥାନ୍ତେ? ଆପଣ ଯଦି ନିଜେ ମନମୋହନ ସାମଲଙ୍କ ଜାଗାରେ ଥାନ୍ତେ? ଆଜ୍ଞା ଶୁଣନ୍ତୁ, କାରଣ ଖାରବେଳ ସ୍ୱାଇଁ ଏତେ କାମ କରିଛି ଠିକଣା ନାହିଁ, କାରଣ ମୁଁ ନିଜେ ବିଜେପିରୁ କେତେ ଥର ଲଢିଛି ତାର ଠିକଣା ନାହିଁ। 6 ଥର ମୁଁ ବିଜେପିରୁ ଲଢିଛି, ଆଉ ବାଲେଶ୍ୱରରେ ମୁଁ ଆଜି ଅଛି। ତେଣୁ କରିକି ଶୁଣନ୍ତୁ, ମୁଁ କହୁଛି, ଏବଂ ପ୍ରତାପ ଷଡଙ୍ଗୀ ଆଜି ଗୋଟେ ଭିଡିଓ ଗୋଟେ ଚାରିଆଡେ ଜାରି ଅଛି, ତାଙ୍କର ଯିଏ କି ଜଳେଶ୍ୱରରେ ତାଙ୍କର ଯିଏ ବିଜେପିର ପ୍ରାର୍ଥୀ ଅଛନ୍ତି ବ୍ରଜ ପ୍ରଧାନ, ସିଏ କେମିତି ଭାଷଣ ଦେଇକି କହୁଛନ୍ତି ଯେ ମୁଁ ଗୋରୁ ଚାଲାଣ ସୁନା ଖଣିଆ ଦେଇକି ବେଙ୍ଗଲକୁ ମୁଁ ସବୁ କରିଦେବି, ମୁଁ ତୁମକୁ ସାହାଯ୍ୟ କରିବି। ଭିଡିଓ ଅଛି, ଏଗୁଡାକ ଜାରି ଅଛି। ପ୍ରତାପ ଷଡଙ୍ଗୀଙ୍କର ଯିଏ ଚନ୍ଦ୍ରବିନ୍ଦୁ, ଯିଏ ପିଏ, ଯିଏ ଗୋଟେ ଖଲାସିର ପୁଅ, ସିଏ ଗୋଟେ 2 ମହଲା ଘର କରିଛି, ଲିଫଲେଟ ବଣ୍ଟାଉଛି, ସେ ଗୋଟେ କାର ଚଢିକି ବୁଲୁଛି, ବୁଝିଲେ? ଏକଥାକୁ ଚ୍ୟାଲେଞ୍ଜ କରାଯାଇଛି ଯେ ସିଏ କୁହନ୍ତୁ ଯେ ଇଏ କଥା ହଉଛି ମିଛ। ସେ ତ ଏକଥା ମିଛ ବୋଲି କହୁନାହାନ୍ତି। ତ ଏଇ ଗାଈ ଚାଲାଣ ଘଟଣାରେ ବିଜେପି ନା ପ୍ରତାପ ଷଡଙ୍ଗୀ, କାହାକୁ ଆପଣ ଦାୟୀ କରୁଛନ୍ତି? ଆପଣ ଶୁଣନ୍ତୁ, ଏଇ ଯୋଉ କାର ନାଁଟା କହିଦିଏ, ତାପରେ ଆପଣଙ୍କର କଥା ଉତ୍ତର ଦେବି। OD01 AG 5675 ସେଥିରେ ଚ୍ୟାଲେଞ୍ଜ କରାହେଇଛି ପ୍ରତାପ ଷଡଙ୍ଗୀଙ୍କୁ ଯେ ସିଏ ପ୍ରେସ କନଫରେନ୍ସ କରିକି କୁହନ୍ତୁ ଯେ ଏ କଥା ମିଛ। ସେ ତ ନିଜେ ଗୋଟେ ଷ୍ଟେଟମେଣ୍ଟ ଜାରି କରିସାରିଛନ୍ତି ଅଲରେଡି। କ'ଣ? ସେ କହିଛନ୍ତି ଯେ ମୋ ସାରା ଜୀବନ ଗୋ ସୁରକ୍ଷା ପାଇଁ ମୁଁ ଲଢିଛି। ମୁଁ ସେଇଥିପାଇଁ ଆପଣ ଗୋ ସୁରକ୍ଷା ପାଇଁ ଲଢିଛି।
ଅଥଚ ଏମିତି ଲୋକକୁ ଏମଏଲଏ ପ୍ରାର୍ଥୀ କରେଇଛନ୍ତି ଯିଏକି କହୁଛି ମୁଁ ଗୋ ଚାଲାଣ କରିବାରେ ସାହାଯ୍ୟ କରିବି। ନା, ଏହା କଣ ଭାରତୀୟ ଜନତା ପାର୍ଟି ଆଉ ପ୍ରତାପ ଷଡ଼ଙ୍ଗୀଙ୍କର କଥାକୁ ସେ କ୍ୟାଣ୍ଡିଡେଟ୍ ଜଣକ କହୁଛନ୍ତି ନା ସେ ବ୍ୟକ୍ତିଗତ ଭାବରେ ମତ ରଖିଛନ୍ତି? ସିଏ ତାଙ୍କୁ ପରା ବିଜେପି ପ୍ରାର୍ଥୀ କରିଛି, ସେ ପରା ଛିଡା ହେଇଛନ୍ତି ପଦ୍ମଫୁଲ ଚିହ୍ନରେ। ନାଇଁ, ପଦ୍ମଫୁଲ ଚିହ୍ନରେ ଯିଏ ଠିଆ ହେଇଛନ୍ତି, କିନ୍ତୁ ଇଏ କଣ ବିଜେପିର ଭାଷା ବୋଲି ଆପଣ ଭାବୁଛନ୍ତି? ମୁଁ କହିପାରିବିନି, କିନ୍ତୁ ଆମର ଧାରଣା କଣ ହବ? ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ଠିଆ କରେଇଛନ୍ତି, ସେ ହଉଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କର ପ୍ରାର୍ଥୀ। ତେଣୁ ତାଙ୍କର କଥାଟା ପ୍ରତାପ ଷଡ଼ଙ୍ଗୀର କଥା ବୋଲି ଆମେ ଭାବିବୁ, ଯିଏ ନାହିଁ ସେ ଭାବିବ। ପ୍ରତାପ ଷଡ଼ଙ୍ଗୀ ବାହାରକୁ ଯେମିତି ଦିଲ୍ଲୀରେ ଯେମିତି ତାଙ୍କର ପକ୍କା ଘର ଥାଇକି ବି ସେଠି ଆଉ ଗୋଟେ ମାଟି ଘର ଡ୍ରାମା କରୁଛନ୍ତି, ଏଇଭଳି ଭାବରେ ପ୍ରତାପ ଷଡ଼ଙ୍ଗୀ ହଉଛନ୍ତି ଜଣେ ପ୍ରତାରକ। ସେ ମୋଟେ ହିନ୍ଦୁ ସମର୍ଥକ ନୁହନ୍ତି କି ଗୋରକ୍ଷା ସେ କରନ୍ତି ନାହିଁ। କିନ୍ତୁ ଆପଣ ଦେଖିବେ ତାଙ୍କୁ ପାର୍ଟି କ୍ୟାଣ୍ଡିଡେଟ୍ କରିଛି, ସେ ମୋଦି ତାଙ୍କୁ ନିଶ୍ଚିତ ଭାବରେ ସମର୍ଥନ ଦିଅନ୍ତି ଏବଂ ଆପଣଙ୍କର ବାଲେଶ୍ୱରରେ ଆବଶ୍ୟକ ପଡ଼ିଲେ ମୋଦି ଆସିକରି ସଭା କରିବାର ସମ୍ଭାବନା ଅଛି। ଯଦି ମୋଦି ସଭା କରନ୍ତି ଆଉ ନିଜର କଥା କୁହନ୍ତି ବାଲେଶ୍ୱରରେ, ଆପଣ କଣ ଭାବୁନାହାନ୍ତି ଯେ ପ୍ରତାପ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟି ଆଉ ମୋଦିଙ୍କର ପୁରା ଫେଭରାଇଟ୍? ଆଉ ଆପଣ ପରା କହୁଛନ୍ତି ମୋଦି ହଉଛନ୍ତି ଆପଣଙ୍କ ଗୁରୁ ବୋଲି। କୌଣସି ଜାଗାରେ ମୋଦି ମୋ ଗୁରୁ ବୋଲି ମୁଁ କହିନି। ମୁଁ କହିଛି ବାଜପେୟୀ ହଉଛନ୍ତି ମୋ ଗୁରୁ, ମୋଦି ମୋ ସାଙ୍ଗ। ହଁ, ମୋଦି ଆପଣଙ୍କ ବନ୍ଧୁ। ହଁ, ମୋ ଅପେକ୍ଷା 2 ବର୍ଷ ବଡ। କୋଉଠି କହିଲି ସିଏ ହଉଛନ୍ତି ମୋର ଗୁରୁ? ତେଣୁ କରିକି ଆଉ ଆପଣଙ୍କୁ ମୁଁ ଆଉ ଗୋଟେ କଥା କହିଦଉଛି, ବାଲେଶ୍ୱରରେ ଖାରବେଳ ସ୍ୱାଇଁ ହଉଛି ଗୋଟେ ବ୍ରାଣ୍ଡ। ସେଠି ମୋଦିଙ୍କ ନାଁରେ ମତେ ଭୋଟ ମିଳୁନି, ମୋ ନାଁରେ ମତେ ମିଳୁଛି ବା ବିଜେପି କୁ ମିଳୁଛି। ତ ଆପଣଙ୍କୁ କେତେ ଭୋଟ ମିଳିବ ବୋଲି ଆପଣ ଭାବୁଛନ୍ତି ବହିଷ୍କୃତ ହେଲା ପରେ ବିଜେପି? ମୁଁ 4 ଲକ୍ଷ ଭୋଟରେ ଜିତିବି। 4 ଲକ୍ଷ ଭୋଟରେ? ହଁ। ଆଉ ଆପଣଙ୍କର ପ୍ରତିଦ୍ୱନ୍ଦିତା କୋଉ ପ୍ରାର୍ଥୀଙ୍କ ସହିତ ହଉଛି? ଆମର ଲେଖାଶ୍ରୀ ସାମନ୍ତସିଂହାର, ଯିଏକି ଗତ ଥର ମୋ ପାଇଁ ପ୍ରଚାର କରୁଥିଲେ କନ୍ଧମାଳରେ, ସେଇ ବର୍ତ୍ତମାନ ଆସିକି ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଅଛନ୍ତି। ଆଉ ଶ୍ରୀକାନ୍ତ ଜେନା ସେ ତ ହାୱାରେ ଉଡୁଛନ୍ତି, କାରଣ ସେ ହୋର୍ଡିଂ ଲଗେଇଛନ୍ତି ଯେ ଦିଲ୍ଲୀ ଆପଣଙ୍କ ନିକଟକୁ ଆସିବ। ସତେ ଯେମିତି କଂଗ୍ରେସ ପାଖରେ ଦିଲ୍ଲୀ ଅଛି, ଦିଲ୍ଲୀ ତ ମୋଦିଙ୍କ ପାଖରେ ଅଛି। ତେଣୁ କରି ଏଇ ତ 4 ଜଣ ପ୍ରାର୍ଥୀ, ମୁଁ, ପ୍ରତାପ ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀକାନ୍ତ ଜେନା, ଆଉ ତ କେହି ନାହାନ୍ତି। ତେଣୁ ମୁଁ ଯୋଉ କାମ କରିଛି, ମୁଁ ଯୋଉ କେତେବେଳେ କାମ କରିଥିଲି ସେତେବେଳେ ତ ମୁଁ ବିଜେପିରେ ଥିଲି ନା। ଆପଣଙ୍କ ପାଖରେ ତ ଖାରବେଳକୁ ଟଙ୍କା ନାହିଁ, ତ ବର୍ତ୍ତମାନ ଟଙ୍କା ଆପଣଙ୍କୁ କିଏ ଦଉଛି? ମୁଁ କହିଲି ପରା, ମୁଁ ହଉଛି ବ୍ରାଣ୍ଡ। ଖାରବେଳ ସ୍ୱାଇଁ ହଉଛି ବ୍ରାଣ୍ଡ, କାରଣ କେତେ ଥର ଖାରବେଳ ସ୍ୱାଇଁ ଲଢିଲାଣି। ମୋର ଜିତିବା ପାଇଁ ଟଙ୍କାର ବିଶେଷ କିଛି ଆବଶ୍ୟକତା ନାହିଁ। ମୁଁ କହିଲି ପରା ଯେ ଏତିକି ଜାଣି ରଖନ୍ତୁ, ମୋଦି ବି ଯଦି ଆସନ୍ତି ପ୍ରତାପ ଷଡ଼ଙ୍ଗୀ ଜିତିବେନି, କାରଣ ସେ ଏତେ ଅପ୍ରିୟ। ମୋଦି ବି ଆସିକି ଯଦି ତାଙ୍କ ପାଇଁ ପ୍ରଚାର କରନ୍ତି ସେ ଜିତିବେ। ଯଦି ମୋଦି ଚାଲି ଆସିଲେ, ଯଦି ସବୁଆଡେ ଜିତନ୍ତେ, ଗତ ଥର ବସ୍ତା ନିର୍ବାଚନ ମଣ୍ଡଳୀରେ ରଘୁ ମହାନ୍ତି ଏମଏଲଏ ପ୍ରାର୍ଥୀ ଥିଲେ, ମୋଦି ନିଜେ ଆସିଥିଲେ, ମିଟିଂ ହେଇଥିଲା। ମୁଁ କନ୍ଧମାଳରେ ମୋର ମିଟିଂ ସରିଲା, ମୋର ଇଲେକ୍ସନ ସରିଲା ପରେ ମୁଁ ଆସିକି ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରୁଥିଲି। ସେଠି ଏଇ ଯୋଉ ବସ୍ତାରେ ମୋଦି ନିଜେ ମିଟିଂ କରିଥିଲେ, ତାଙ୍କ ପାଖରେ ରଘୁ ମହାନ୍ତି ବସିଥିଲେ, ମୁଁ ବସିଥିଲି। ରଘୁ ମହାନ୍ତି 3rd ପୋଜିସନରେ କାହିଁକି ରହିଲେ? ଯଦି ମୋଦି ଆସିଲେ ସବୁ ଜିତିଯିବେ, ଏ ରଘୁ ମହାନ୍ତି ଦେଖନ୍ତୁ 3rd ପୋଜିସନରେ ଥିଲେ କି ନାହିଁ। ତେଣୁ କରିକି ସେ ସବୁ ଖାଲି କହିବା, ମୋଦି କହିବା କଥା, ବ୍ୟକ୍ତିଟା ହେଲା ବଡ। ପାର୍ଟି ବୋଧହୁଏ ଫିଲ୍ କରୁଛି ଯେ ଆପଣ ଠିଆ ହେବା ଦ୍ୱାରା ଅଫିସିଆଲ କ୍ୟାଣ୍ଡିଡେଟ୍ ଯିଏ ଭାରତୀୟ ଜନତା ପାର୍ଟିର ପ୍ରତାପ ଷଡ଼ଙ୍ଗୀ ସେ କ୍ଷତିଗ୍ରସ୍ତ ହେଉଛନ୍ତି, ଦଳ କ୍ଷତିଗ୍ରସ୍ତ ହେଉଛି ଏବଂ ଆପଣ ଜଣେ ପୁରୁଣା ବିଜେପି କର୍ମୀ। ତେଣୁ ଆପଣ ଜାଣିଶୁଣି ପାର୍ଟିର ଫ୍ୟୁଚରକୁ ପ୍ରଭାବିତ କରୁନାହାନ୍ତି କି? କିଛି ନାହିଁ,
कारण मु पूरा पुराना बीजेपी केते थर मु बीजेपी चिन्ह जीतची मु केमिति पार्टी फ्यूचर को खराब करुच्ची आपण जो खारबल स्वाई संगे कथबार्ता होती से किए सही हूँ जीतवा लोक मु प्रताप षडंगी नुहे आज्ञा मु आपणकर लेखाजी सामंत सिंगार नुहे मु आपणकर ये श्रीकांत जेना नुहे आपण मो संगे कहीं कथबार्ता कर खारबल स्वाई हूँ जीतवा प्रार्थी तो खारबल बाबू आपणकर जो बहिष्कृत आपण होती ए संपर्क में आपण कौन पार्टी हाईकमांड को जनइबे किसी अपील करेंगे कि नहीं मु जो दिन जीतबी मु बीजेपी रे मिसजिबे जीतिले बीजेपी रे मिसिबे आउ जदि हारंती मोर हारिबार प्रश्न उठुन हारिबार प्रश्न 4 लाख वोट रे जीते बोली प्रा कहूछ 4 लाख वोट रे जीतिबे एडा आज कहूनी बारंबार कहउचंती 4 लाख वोट रे जीतिबे बहुत धन्यवाद खारबल बाबू आपनकर मतामत पाए बहुत धन्यवाद नमस्कार नमस्कार Wanna be IAS officer? Join PST Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.